ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ବନା ହେଇଛି ଓଡ଼ିଆ ଷ୍ଟାଇଲର କଳମ ଶାଗ ଭଜା। ଏଇଟା ପ୍ରାୟ ପ୍ରତ୍ୟେକ ଓଡ଼ିଆ ଘରେ କଳମ ଶାଗ ଭଜା ହୁଏ, ଖାଇବାକୁ ବହୁତ ଭଲ ଲାଗିଥାଏ। ପ୍ରଥମେ କିଛି କଳମ ଶାଗକୁ ଧୋଇକି ଭଲ ଭାବରେ ଛାଣିକି ଅଲଗା ରଖିଦେବେ, ପାଣି ଯେମିତି ସେଥିରୁ ଝରିଯିବ। ଏଥିପାଇଁ କିଛି କଞ୍ଚା ଲଙ୍କା ରସୁଣର ଛେଚା ଦରକାର ହେବ। କିଛି ରସୁଣ ଚୋପା ଛଡ଼େଇ କଞ୍ଚା ଲଙ୍କାକୁ ନେଇ ତାକୁ ଦରଛେଚା କରିବେ, ପୁରା ଗୁଣ୍ଡ କରିବେନି। ଟିକେ ଦରଦର ଛେଚା ହେଲେ ହିଁ ଶାଗ ଭଜାରେ ଭଲ ଲାଗେ। କଡ଼େଇରେ କିଛି ତେଲ ଗରମ କରି ଟିକେ ଜିରା ସେଥିରେ ଦେବେ। ଜିରା ଟିକେ ଫୁଟିଗଲା ପରେ ସେ ଯେଉଁ ରସୁଣ ଆଉ ଲଙ୍କା ଛେଚିକି ରଖିଥିବେ ସେ ତେଲରେ ପକେଇକି ତାକୁ ଭାଜିବେ। ଟିକେ ଭଲକି ଭାଜିବେ ଯେମିତି ରସୁଣ ଆଉ ଲଙ୍କାର କଞ୍ଚାଳିଆ ସ୍ମେଲ୍ଟା ପଳେଇବ। ତାପରେ ଯେଉଁ ଶାଗକୁ ଧୋଇକି ଛାଣିକି ରଖିଥିବେ ନା, ସେ କଳମ ଶାଗ ତାକୁ ସେ ତେଲରେ ଦେଇଦେବେ। ଦେଇକି ଭଲ ଭାବରେ ଗୋଳେଇବେ। ଯେଉଁ ରସୁଣ କଞ୍ଚା ଲଙ୍କା ଛେଚାଟା ଥିବ ସେ ତେଲରେ, ସେଇଟା ଯେମିତି ଶାଗରେ ଭଲ ଭାବରେ ମିଶିଯିବ। ତାକୁ ଭଲ ଭାବରେ ଓଲଟ ପାଲଟ କରି ଗୋଳେଇବେ, ଘୋଡ଼େଇବେନି ଜମା। କାହିଁକିନା ଶାଗରୁ ପାଣି ବାହାରେ, ଘୋଡ଼େଇଲେ ଆହୁରି ବହୁତ ଶାଗରୁ ପାଣି ବାହାରିବ। ସ୍ୱାଦ ହିସାବରେ ଯେତିକି ଲୁଣ ଦରକାର ଆପଣ ଲୁଣ ଦେଇଦେବେ। ଲୁଣ ଦେଇକି ପୁଣି ଶାଗକୁ ଭଲ ଭାବରେ ଗୋଳେଇବେ। ଲୁଣରୁ ବି ଟିକେ ପାଣି ଛାଡ଼ିବ, ଶାଗରେ ବି ଆଗରୁ ପାଣି ଟିକେ ଥିବ, ତ ସେ ପାଣିଟା ଶୁଖିଗଲା ପର୍ଯ୍ୟନ୍ତ ଶାଗଟାକୁ ଭଲ ଭାବରେ ଖେଳେଇକି ଭଲ ଭାବରେ ଗୋଳେଇକି ଭାଜିବେ। ଶାଗଟା ବି ସିଝିବା ଦରକାର। ଏ ଶାଗ ଗରମ ଭାତ, ପଖାଳ ସବୁଥିରେ ଖାଇବାକୁ ଭଲ ଲାଗେ। ମୁଁ ବଡ଼ବିଲରେ ଅଛି, ମୋ ସାନ ଭାଉଜ ହିଁ ଶାଗଟା ବନେଇଥିଲେ। ଯଦି ଏ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍ ଓ ଇନଷ୍ଟାଗ୍ରାମରେ ମୋତେ ଫଲୋ କରିନେବେ। ଆଶା କରି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଏମିତି ଥରେ ଶାଗ ଭଜା ବନେଇ ଆପଣ ମଧ୍ୟ ଖାଆନ୍ତୁ।